ସେଦିନ ଥିଲା 2018 ମସିହା ଜୁଲାଇ ମାସ 23 ତାରିଖ। ବୁଢ଼ୀ ମା ଜଣକ ସେଦିନ ତାର ସବୁକିଛି ହରାଇ ଦେଇଥିଲା। ଆଉ ପୁରୀ ବଡ଼ଦାଣ୍ଡରେ ବାହୁନି ବାହୁନି କାନ୍ଦୁଥିଲା। ପୁରୀର ସବୁ ଥାନାକୁ ଯାଇ କହୁଥିଲା, ମୋତେ ଖୋଜି ଦିଅ। କିନ୍ତୁ ଅନେକ ଖୋଜାଖୋଜି କଲା ପରେ ବି ମିଳିଲାନି। ଶେଷରେ ଘରକୁ ଫେରିଗଲା ସତ, କିନ୍ତୁ ପାଲଟିଗଲା ଜିଅନ୍ତା ଶବ। କିଏ ଏ ବୁଢ଼ୀ ମାଉସୀ? କ'ଣ ହଜି ଯାଇଥିଲା ତାଙ୍କର? ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆଜି ଆମେ ଯେଉଁ କାହାଣୀ ବିଷୟରେ କହିବାକୁ ଯାଉଛୁ, ଭଗବାନ କରନ୍ତୁ ଏମିତି ଦୁଃଖ ଆଉ କାହାକୁ ନ ଦିଅନ୍ତୁ। ଭଦ୍ରକ ଚରମ୍ପା ବିଦାଙ୍ଗ ଅଞ୍ଚଳରେ ରୁହନ୍ତି ଅନ୍ନପୂର୍ଣ୍ଣା ଧଡ଼ା। ବେଶ ହସ ଖୁସିରେ ପରିବାରଟେ ଥିଲା। ଅନ୍ନପୂର୍ଣ୍ଣା ତାଙ୍କ ସ୍ୱାମୀ ଆଉ ଦୁଇ ଝିଅଙ୍କ ସହିତ ଅଭାବ ଅନଟନରେ ଚଳୁଥିଲେ ବି ପରିବାର ବେଶ ହସ ଖୁସିରେ ଥିଲେ। ଏହି ଛୋଟ ପରିବାରଟି କିନ୍ତୁ ଦୈବ ଦିନେ ଏମିତି ଦାଉ ସାଧିବ ସେ କଥା କାହାକୁ ବି ଜଣା ନଥିଲା। ଭଗବାନ ଏ ଛୋଟ ସଂସାରରେ ଫୁଲ ହେଇ ଫୁଟିବା ଆଗରୁ ଝଲସୁଥିବା କଡ଼ ପରି ସାନ ଝିଅକୁ ଛଡ଼େଇ ନେଲେ। ଏକ ଟ୍ରେନ୍ ଦୁର୍ଘଟଣାରେ ସାନ ଝିଅ ସବୁଦିନ ପାଇଁ ଛାଡ଼ି ଆରପାରିକୁ ଚାଲିଗଲା। ସେତିକିରେ ସରିନଥିଲା ଦୁଃଖ। ଝିଅକୁ ଝୁରି ଝୁରି କିଛି ଦିନ ପରେ ବାପା ରୋଗ ଯନ୍ତ୍ରଣାରେ ଛଟପଟ ହେଇ ଆରପାରିକୁ ଚାଲିଗଲେ। ବଡ଼ ଝିଅର ମୁହଁକୁ ଚାହିଁ ବୁଢ଼ୀ ମା ଅନ୍ନପୂର୍ଣ୍ଣା ଅନେକ କଷ୍ଟରେ ଚଳୁଥିଲା। ହେଲେ ଜଗା ସେତିକି ବି ସହିପାରିଲାନି ଯେ ଶେଷରେ ବଡ଼ ଝିଅକୁ ସବୁଦିନ ପାଇଁ ବଡ଼ ଦାଣ୍ଡରେ ହଜେଇ ଦେଲା। ହଁ ଆଜ୍ଞା, ଜୁଲାଇ 23, 2018 ମା ଝିଅ ଦୁହେଁ ଜଗା ଦର୍ଶନ ପାଇଁ ଆସିଥିଲେ ପୁରୀ। ଭିଡ଼ ଭିତରେ ମାନସିକ ଅକ୍ଷମ ଥିବା ଅନ୍ନପୂର୍ଣ୍ଣାଙ୍କ ଶେଷ ସନ୍ଥକ ବି ସେହି ବଡ଼ ଦାଣ୍ଡରେ କୁଆଡ଼େ ଉଭେଇଗଲା। ମା ଅନ୍ନପୂର୍ଣ୍ଣା ଡହଳ ବିକଳ ହେଇ ଅନେକ ଆଡ଼େ ଖୋଜିଲେ। ପୁରୀରେ ସବୁ ଥାନାକୁ ଯାଇ କହିଲେ। ଅନେକ ଖୋଜାଖୋଜି ପରେ ନିରାଶ ହେଇ ଘରକୁ ଫେରି ଆସିଲେ। ନା ପଚାରିଲେ କିଛି କହୁଛନ୍ତି, ନା ଡାକିଲେ ଶୁଣୁଛନ୍ତି। ସମସ୍ତଙ୍କୁ ହରେଇ ଯେମିତି ବଞ୍ଚି ଥାଉ ଥାଉ ଶବ ପାଲଟି ଯାଇଛନ୍ତି ଅନ୍ନପୂର୍ଣ୍ଣା। ଏ ବୟସରେ ଏ ଦୁଃଖ ଦେଖିଲେ କ'ଣ କେହି କେବେ ସହିପାରିବ? ଯଦି କେହି ବ୍ୟକ୍ତି ଅନ୍ନପୂର୍ଣ୍ଣା ଝିଅଙ୍କ ସନ୍ଧାନ ପାଆନ୍ତି, ନିକଟସ୍ଥ ଥାନାରେ ଜଣାଇବାକୁ ଅନୁରୋଧ। ଯଦି ଝିଅଟି ମିଳିଯାଆନ୍ତା, ବୁଢ଼ୀ ମା'ର ଦୁଃଖ ଟିକିଏ ହାଲକା ହେଇଯାଆନ୍ତା। ବୁଢ଼ୀ ମା'ର ବାକି ଜୀବନ ସେ ଝିଅ ମୁହଁକୁ ଚାହିଁ କାଟି ଦିଅନ୍ତା। ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।